ओं ह्रीं भुवनेश्वर्यै नमो नमः। धनं धान्यं धराधर्मं कीर्तिमायुजशस्त्रियं दुर्गारदन्तिन पुत्रान् महालक्ष्मीं प्रयच्छतु। আসন্তাকালি সেপ্টেম্বর 29 তারিখ সোমবার। এই সোমবার দিন পবিত্র মহাষ্টমী দিবস। এই মহাষ্টমী দিবসরে পবিত্র দিନରେ শুভ মুহূর্ত ଅଛି রাত্র 12:35 ସମୟରେ। ଯଦି ଆପଣ ଦରିଦ୍ରତା ଅଛନ୍ତି, ପ୍ରଚୁର ଋଣ କରି ସୁଝି ପାରୁନାହାନ୍ତି ଏବଂ ଆର୍ଥିକ ଅବସ୍ଥା ଭଲ ନାହିଁ, ଘରେ ସବୁବେଳେ ଅଶାନ୍ତି ଲାଗି ରହୁଛି, ତାହେଲେ କାଲି ଅର୍ଦ୍ଧରାତ୍ରରେ ଏହି ସରଳ ପ୍ରୟୋଗ କରନ୍ତୁ, ସବୁଥିରୁ ମୁକ୍ତି ପାଇଯିବେ। 12:35 ସମୟରେ ଆପଣଙ୍କ ଘରେ ଗୋଟିଏ କଳସ ଘଟ ସ୍ଥାପନ କରନ୍ତୁ, ଘିଅ ଦୀପ ଲଗାନ୍ତୁ, ଅକ୍ଷତ ପଦ୍ମଫୁଲ ମଞ୍ଜିର ମାଳା ଏବଂ ଚଣ୍ଡୀ ପୋଥି ଆକୁ ରଖନ୍ତୁ, ସଂକଳ୍ପ କରନ୍ତୁ ଋଣ ମୁକ୍ତି ପାଇବା ପାଇଁ, ଧନ ପ୍ରାପ୍ତି ପାଇବା ପାଇଁ ମହାଲକ୍ଷ୍ମୀଙ୍କି। ଏବଂ ସଂକଳ୍ପ କରିସାରିଲା ପରେ ଦୁର୍ଗାଙ୍କୁ ଘଟରେ ପଞ୍ଚୋପଚାରରେ ପୂଜା କରନ୍ତୁ। ପୂଜା କରିସାରି ଆପଣ ଏ ଯେଉଁ ଆମ ଚଣ୍ଡୀ ପୋଥିର ଅର୍ଗଳ କିଳକ କବଚ ପାଠ କରନ୍ତୁ। ମଧ୍ୟମ ଚରିତ୍ରକୁ 7 ଥର ପାଠ କରନ୍ତୁ। ପାଠ କରିସାରିଲା ପରେ ଗୋଟିଏ ମନ୍ତ୍ର ମୁଁ ଡାକୁଛି, ଏହି ମନ୍ତ୍ରକୁ 108 ଥର ଜପ କରନ୍ତୁ। ଲକ୍ଷ୍ମୀଙ୍କ ବୀଜ ମନ୍ତ୍ର ଓಂ ଶ୍ରୀ ଧନଲକ୍ଷ୍ମୀ ନମଃ, ଓಂ ଶ୍ରୀ ଧନଲକ୍ଷ୍ମୀ ନମଃ। ଏହି ମନ୍ତ୍ରକୁ ପଦ୍ମ ଫୁଲ ମାଳା ବା କମଲକଟା ମାଳା ଦ୍ୱାରା 108 ଥର ଜପ କରନ୍ତୁ। ଜପ ସମର୍ପଣ କରନ୍ତୁ, ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ। ଦେଖିବେ କିଛି ଦିନ ପରେ ଆପଣ ପ୍ରଚୁର ଧନ ଅଧିକାରୀ ହେବେ ଏବଂ ଆପଣଙ୍କ ଋଣ ମୁକ୍ତି ହୋଇଯିବ, ଦାରିଦ୍ରତା ରହିବ ନାହିଁ, ଚତୁର୍ବର୍ଗ ଫଳ ପ୍ରଦାନ କରିବେ। ମହାଲକ୍ଷ୍ମୀଙ୍କ ବର କୃପା ଲାଭ ମିଳିବ। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଜୟ ମା କାମାକ୍ଷା।